ରାଶି ହେଉଛି ମୀନ ରାଶି। ସେହି ମୀନ ରାଶିର ବ୍ୟକ୍ତିମାନଙ୍କ ପାଇଁ ରାହୁଙ୍କର ହେବାକୁ ଯାଉଥିବା 18 ମାସର ଗୋଚର କିଭଳି ରହିବ ସେହି ବିଷୟରେ ଆଜି ଆମେ ଏହି ଭିଡ଼ିଓରେ ଆଲୋଚନା କରିବା। ନମସ୍କାର, ମୁଁ ସୁଆଶିଷ ପନ୍ଥା ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲକୁ। ଆଜି ଆମେ ଆଲୋଚନା କରିବା କି ରାହୁଙ୍କର 18 ମେ 2025ରୁ ନେଇକି 5 ଡିସେମ୍ବର 2026 ଯାଏଁ ଯେଉଁ ରାଶି ପରିବର୍ତ୍ତନ ହେବ ବା ଗୋଚର ହେବ, ତାହା ଫଳରେ ମୀନ ରାଶିର ବ୍ୟକ୍ତିମାନଙ୍କ ଉପରେ କ'ଣ ସବୁ ପ୍ରଭାବ ପଡ଼ିବ, ତାଙ୍କୁ କ'ଣ ସବୁ ଫଳ ମିଳିବ, ତାଙ୍କର ଯେଉଁ ସମୟ, ଏହି ଯେଉଁ ଗୋଚର କାଳ କୁସୁମିତ ହେବ ନା କଣ୍ଟକିତ ହେବ, ସେଇ ସବୁ ବିଷୟରେ ଆଜି ଆମେ ଆଲୋଚନା କରିବା। ତା ପୂର୍ବରୁ ସବୁବେଳେ ଗୋଟେ ରିକ୍ୱେଷ୍ଟ କରିବାକୁ ଚାହିଁବି କି ଯେଉଁମାନେ ବି ଏଯାଏଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ, ଆଉ ପାଖ ଥିବା ବେଲ୍ ଆଇକନ୍କୁ ମଧ୍ୟ ପ୍ରେସ୍ କରନ୍ତୁ, ଯାହାଦ୍ୱାରା କି ମୁଁ ଆଗକୁ ଯାହା ବି କିଛି ଭିଡ଼ିଓ ଦେବି ତା ନୋଟିଫିକେସନ୍ ଆପଣମାନଙ୍କୁ ଠିକ୍ ସମୟରେ ମିଳିଯିବ। ଏହି ଗୋଚର କାଳରେ ଆପଣମାନଙ୍କର ବ୍ୟକ୍ତିଗତ ବହୁତ ପରିବର୍ତ୍ତନ ହେବ, ସମ୍ବନ୍ଧ କ୍ଷେତ୍ରରେ ସଂଘର୍ଷ ଦେଖିବାକୁ ମିଳିବ। ତା ସହିତ ଆପଣମାନେ ଏହି ସମୟରେ ବିଦେଶ ଯାତ୍ରା କରିପାରନ୍ତି ଏବଂ ଯେଉଁମାନେ ବେପାର କରୁଛନ୍ତି ତାଙ୍କର ବେପାର ଭଲ ହେବ, ଯେଉଁମାନେ ଚାକିରି କରୁଛନ୍ତି ତାଙ୍କର ଉନ୍ନତି ହେବ। ତା ସହିତ ଯଦି ଆମେ ଏହି ରାହୁଙ୍କର ଗୋଚର କଥା କହିବା, ତାହେଲେ ରାହୁଙ୍କର ଏହି ଗୋଚର ଏତେ ଶୁଭଙ୍କର ହୋଇନଥାଏ। ଦ୍ୱାଦଶ ଭାବରେ ଯେହେତୁ ଗୋଚର କରୁଛନ୍ତି, ତେଣୁ ଏହି ଗୋଚର କାଳରେ ମୀନ ରାଶିର ବ୍ୟକ୍ତିମାନଙ୍କୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ। ଧୋକା ମିଳିପାରେ, ସମ୍ବନ୍ଧୀମାନଙ୍କ ସହିତ କିଛି ଝଗଡ଼ା ହୋଇପାରେ। ତା ସହିତ ଆପଣମାନଙ୍କୁ ଏହି ସମୟରେ ବହୁତ ଯାତ୍ରା କରିବାକୁ ପଡ଼ିବ, ନୂଆ ନୂଆ ଲୋକଙ୍କ ସହିତ ଆପଣମାନେ ମିଶିବେ, ଆପଣମାନଙ୍କ ହାତରେ କିଛି ବଡ଼ ଭଲ କାମ ହୋଇପାରେ। ତା ସହିତ ଆପଣମାନେ ଏହି ଗୋଚର କାଳରେ କିଛି ବଡ଼ ପାଇପାରନ୍ତି। ତା ସହିତ ଆପଣମାନେ ଏହି ଗୋଚର କାଳରେ ଦେଖିବେ କି ଆପଣମାନଙ୍କର ପେଟ, ଲିଭର, ତା ସହିତ ରକ୍ତରେ କିଛି ସଂକ୍ରମଣ ମଧ୍ୟ ହୋଇପାରେ ଏବଂ ପେଟ ଲିଭରରେ ମୁଁ ଯେମିତି କହିଲି କିଛି ସମସ୍ୟା ଦେଖିବାକୁ ମିଳିପାରେ। ଉଚ୍ଚ ରକ୍ତଚାପ ସମ୍ବନ୍ଧୀ କୌଣସି ସମସ୍ୟା ମଧ୍ୟ ରହିପାରେ ଆପଣମାନଙ୍କର। ତା ସହିତ ଆପଣମାନେ ଦେଖିବେ କି ଏହି ସମୟରେ ଆପଣମାନଙ୍କୁ ଶତ୍ରୁ ଭୟ ରହିପାରେ, କିନ୍ତୁ ଆପଣମାନେ ଶତ୍ରୁମାନଙ୍କୁ ଦବେଇବାକୁ ଚେଷ୍ଟା କରିବେ, କରଜକୁ ସୁଝିବାକୁ ଚେଷ୍ଟା କରିବେ। ତା ସହିତ ଆପଣମାନଙ୍କୁ ଏହି ସମୟରେ ଯଶ ସମ୍ମାନ ମଧ୍ୟ ମିଳିବ, କିନ୍ତୁ ଧନହାନି ହେବାର ମଧ୍ୟ ସମ୍ଭାବନା ରହିଛି। ତା ସହିତ ଆପଣମାନେ ଏହି ସମୟରେ ଦେଖିବେ କି ଯେତେ ପରିଶ୍ରମ କରିବେ ସେତେ ପ୍ରଗତି ଏବଂ ଉନ୍ନତି ଆପଣମାନେ କରିପାରିବେ। ଏହି ଗୋଚର କାଳରେ ଆପଣମାନଙ୍କୁ କାହା ଅଧୀନରେ ରହିବାକୁ ପଡ଼ିପାରେ। ତା ସହିତ ଆପଣମାନଙ୍କୁ ଏହି ସମୟରେ ଜୀବନସାଥୀ ଯେଉଁ ରହିବେ, ଆପଣମାନଙ୍କର ଯେଉଁ ଜୀବନସାଥୀ, ତାଙ୍କର କିଛି ଶାରୀରିକ କଷ୍ଟ ମଧ୍ୟ ଦେଖିବାକୁ ମିଳିପାରେ। ତା ସହିତ ଆପଣମାନେ ଦେଖିବେ କି ଆପଣମାନଙ୍କର ଯେଉଁ ଶତ୍ରୁ, ସେମାନେ ଆପଣମାନଙ୍କୁ କିଛି ହଇରାଣ କରିପାରନ୍ତି। ତା ସହିତ କାର୍ଯ୍ୟରେ ବାଧା ମଧ୍ୟ ଆପଣମାନଙ୍କର ଆସିପାରେ। ତା ସହିତ ଯେଉଁମାନେ ଅନଲାଇନ୍ କିଛି ଟ୍ରେଡ଼ିଂ କରୁଛନ୍ତି ବା ଫ୍ରିଲାନ୍ସିଂ କରୁଛନ୍ତି, ତାଙ୍କ ପାଇଁ ସମୟ ଭଲ ରହିଛି। ଆପଣମାନେ ଯଦି ପୂର୍ବରୁ କିଛି ଇନଭେଷ୍ଟ ବା ନିବେଶ କରିଥିଲେ, ତାହେଲେ ସେଥିରୁ ଲାଭ ପାଇପାରିବେ ଏହି ଗୋଚର କାଳରେ। ତା ସହିତ ଆପଣମାନେ ଦେଖିବେ କି ଏହି ଗୋଚର କାଳରେ ବହୁତ ଅଯଥା ଖର୍ଚ୍ଚ, ଆପଣଙ୍କୁ ଫାଲତୁ ଖର୍ଚ୍ଚ କରିବାକୁ ପଡ଼ିବ, ଖର୍ଚ୍ଚ ଆପଣମାନଙ୍କର ବଢ଼ିଯିବ। ତା ସହିତ ଆପଣମାନେ ଦେଖିବେ କି ଆପଣମାନଙ୍କର ଯେଉଁ ସମ୍ପତ୍ତି ଭୋଗ କରିବାରେ ମଧ୍ୟ ସମସ୍ୟା ଦେଖାଦେବ। ଆଉ ଯଦି ଆପଣମାନେ ପ୍ରେମରେ ଅଛନ୍ତି, ତାହେଲେ ସେଥିରୁ ନିନ୍ଦା ପାଇପାରନ୍ତି କିମ୍ବା ପ୍ରେମରେ ହାରିଯାଇପାରନ୍ତି। ଏବଂ ଯେଉଁମାନେ MNCରେ ଅଛନ୍ତି ବା ଯେଉଁମାନେ ମଲ୍ଟିନ୍ୟାସନାଲ୍ କମ୍ପାନୀରେ ଅଛନ୍ତି, ତାଙ୍କ ପାଇଁ ସମୟ ଭଲ ରହିଛି, ବା ଯେଉଁମାନେ ଇମ୍ପୋର୍ଟ ଏକ୍ସପୋର୍ଟରେ ଅଛନ୍ତି ତାଙ୍କ ପାଇଁ ସମୟ ଭଲ ରହିଛି। ଏବଂ ଆଉ ଗୋଟେ କଥା କି ଆପଣମାନଙ୍କର ଏହି ସମୟରେ ଅଯଥା ଶକ୍ତି ଏବଂ ସମୟ ଅପବ୍ୟୟ ହୋଇପାରେ, ଅଯଥା ନଷ୍ଟ ହୋଇପାରେ ଶକ୍ତି ଏବଂ ସମୟ। ଏବଂ ରାହୁଙ୍କର ସମସ୍ତେ ଜାଣିଛନ୍ତି କି 3ଟି ଦୃଷ୍ଟି ରହିଛି। ଏବେ ଆମେ ସେହି 3ଟି ଦୃଷ୍ଟି ବିଷୟରେ ଆଲୋଚନା କରିବା, ତା'ର ଫଳ କିପରି ରହିବ ସେହି ବିଷୟରେ ଆଲୋଚନା କରିବା। ଯଦି ଆମେ ରାହୁ କଥା କହିବା, ତାହେଲେ ରାହୁଙ୍କର ଦୃଷ୍ଟି, ମିତ୍ର ଦୃଷ୍ଟି ଚତୁର୍ଥ ଭାବରେ ପଡ଼ୁଥିବାରୁ ଆପଣମାନଙ୍କୁ ବାହନ ସମ୍ପତ୍ତିର କିଛି ସୁଯୋଗ ମିଳିପାରେ। ତା ସହିତ କିନ୍ତୁ ଦେଖିବେ କି ଘର ପରିବାର ମାଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ। ତା ସହିତ ଆପଣମାନେ ଏହି ସମୟରେ
ତା ସହିତ ଆପଣମାନେ ଦେଖିବେ କି ଆପଣମାନଙ୍କର ସ୍ୱପ୍ନକୁ ପୂରା କରିବା ପାଇଁ ଆପଣମାନଙ୍କୁ ବହୁତ ସୁଯୋଗ ମିଳିବ। ଯେଉଁମାନେ ବିଦେଶରେ ଯାଇକି ପାଠ ପଢ଼ିବା ହଉ ବା ଚାକିରି କରିବାକୁ ଚାହୁଁଛନ୍ତି, ଆପ୍ଲାଏ କରିବାକୁ ଚାହୁଁଛନ୍ତି, ତାଙ୍କ ପାଇଁ ସମୟ ଭଲ ରହିଛି। ଏବଂ ରାହୁଙ୍କର ଶତ୍ରୁ ଦୃଷ୍ଟି ଷଷ୍ଠ ଭାବରେ ପଡ଼ୁଥିବାରୁ ଆପଣମାନେ ଏହି ଗୋଚର କାଳରେ ଲସ୍ ସହିପାରନ୍ତି। କୋର୍ଟ କଚେରୀ ହଉ ବା ଡାକ୍ତରଖାନାକୁ ସାମ୍ନା କରିବାକୁ ପଡ଼ିପାରେ ବା ଯିବାକୁ ପଡ଼ିପାରେ। ତା ସହିତ ଏହା ମଧ୍ୟ ଦେଖିବେ କି ଆପଣମାନଙ୍କୁ ବହୁତ ଖର୍ଚ୍ଚ ଏହି ଗୋଚର କାଳରେ ହେବ। ତା ସହିତ ଆପଣମାନଙ୍କର ଗୁପ୍ତ ଶତ୍ରୁମାନେ ଆପଣମାନଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିପାରନ୍ତି। ଷଡ଼ଯନ୍ତ୍ର କରିବା ଦ୍ୱାରା ଆପଣମାନେ କ୍ଷତି ବି ସହିବେ। ତାପରେ ରାହୁଙ୍କର ଦୃଷ୍ଟି ଅଷ୍ଟମ ଭାବରେ ପଡ଼ୁଥିବାରୁ ଆପଣମାନେ ଦେଖିବେ କି ଆପଣମାନଙ୍କର ଆଧ୍ୟାତ୍ମିକତାରେ ରୁଚି ତ ବଢ଼ିବ, କିନ୍ତୁ ଉପର ମନରେ। ତା ସହିତ ଆପଣମାନେ ନିବେଶ କଲାବେଳେ ବହୁତ ଭାବିଚିନ୍ତି ନିବେଶ କରନ୍ତୁ। ତା ସହିତ ଆପଣମାନେ ବହୁତ ଲମ୍ବା ଯାତ୍ରା କରିପାରନ୍ତି। ଏବଂ ଆପଣମାନେ ଯେଉଁମାନେ ବିବାହିତ ଅଛନ୍ତି ତାଙ୍କ ଭିତରେ ଆତ୍ମହତ୍ୟାର ମାତ୍ରା ବଢ଼ିପାରେ ଏହି ଗୋଚର କାଳରେ। ଏତ ଥିଲା ମୀନ ରାଶିର ବ୍ୟକ୍ତିମାନଙ୍କର ପାଇଁ ରାହୁଙ୍କର 18 ମାସର ଗୋଚର ଦ୍ୱାଦଶ ଭାବରେ କିଭଳି ରହିବ। ଆଶା କରିବି କି ମୁଁ ଯାହା କହିଲି ଆପଣମାନେ ଠିକ୍ରେ ବୁଝିପାରିଥିବେ। ଆଉ ଯଦି ଭିଡ଼ିଓ ଭଲ ଲାଗିଛି ତାହେଲେ ନିହାତି ରୂପେ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ତ ଜମା ଭୁଲନ୍ତୁନି। ଆଜି ପାଇଁ ଏତିକି, ଦେଖା ହେବା ନେକ୍ସଟ ଭିଡ଼ିଓରେ। ରହୁଛି, ନମସ୍କାର।